ଆମେ ଜାଣିଛୁ ଉପଦେଶକ 12:1 ନାଇଁ ଉପଦେଶକ ପୁସ୍ତକ 12 ଅଧ୍ୟାୟ 1 ପଦ ଆଉ ତୁମ୍ଭେ ଯୌବନ କାଳରେ ଆପଣ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ଯୌବନ କାଳ ମାନେ କଣ? ବୁଦ୍ଧି ବଳ ସେନ୍ସ ଥିବା ଭିତରେ ଦିନ ଆସିବ ବଳ ବୟସ ସବୁ ହୋଇଯିବ ଶେଷ। ମୃତ୍ୟୁ ମୁଖରେ ପଡ଼ିବୁ ଦିନେ କରିବୁ ତହିଁରେ କିସ। ଘର ଛାଡ଼ିବୁ ଧନ ଛାଡ଼ିବୁ ଏକଲା ହୋଇ ଯିବୁ ରେ। ଏହି ଆମ ଶେଷ କାଳରେ ଦିନେ ଆସିବ ମୁଣ୍ଡ ପାଗଳା ପାଗଳା ପଡିଥିବ। ଏ ଜେଜେ ବାପା ପ୍ରାର୍ଥନା କର କ୍ଷମା ମାଗେ। ପ୍ରଭୁ ମତେ କ୍ଷମା କର ବୋଲେ ମାଗେ ବୋଲେ ବୁଦ୍ଧି କାମ କରୁନଥିବ, ମୁଣ୍ଡ କାମ କରୁନଥିବ, ସେତେବେଳେ ପାପ କ୍ଷମା କଣ ମାଗିବ? 4 ଜଣ ପାଷ୍ଟର ମାନେ ଆସି ପ୍ରାର୍ଥନା କଲେ ବି କାମ ହେବନି ସେଦିନ। ଯୌବନ କାଳ ବୋଲି କହିଲେ ହାତ ଗୋଡ ଭଲ ଥିଲା ବେଳେ, ଦୃଷ୍ଟି ଭଲ ଥିଲା ବେଳେ, କର୍ଣ୍ଣ ଶୁଣୁଥିଲା ବେଳେ, ମୁଖରେ କହି ପାରୁଥିବା ବେଳେ, ଶୁଣିଲାଟା ବୁଝି ପାରିଥିବା ବେଳେ, ବୁଝିଲାଟା ଭାବି ଗ୍ରହଣ କରିପାରିବା ବେଳେ, ମାଇଣ୍ଡଟା ଠିକ ଥିଲା ବେଳେ ନିଜକୁ ପାପୀ ବୋଲି ଚିହ୍ନ କଣ ଦେଖବା? ତୁମେ ଯୌବନ କାଳରେ ଆପଣ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର ଯେହେତୁ ଦୁଃସମୟ ଆସୁଅଛି। ଯେଉଁ ସବୁ ବର୍ଷରେ ତୁମେ କହିବ ଏହି ସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି। ଆଉ ଷ୍ଟାଇଲ ମାରିବାର ବୟସ ନଥିବ କି ନାଇଁ କି? ସେଇପରି ଗୋଟେ ବର୍ଷ ଗୁଡ଼ିକ ଆସିକି ଘରର ଲୋକମାନେ ବି ତୁମକୁ ନୂଆ ପଇସାକୁ ପଚାରୁ ନଥିବାର ସମୟ ଆସିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିବ ଆଜ୍ଞା?